ତଳିବ ପୁରା ତାର ଓହ ଜବରଦସ୍ତ। ବେଶୀ ତଳିବନି, ହାଲକା ତଳିବ। ଏ ମଞ୍ଜିଟା ଟିକେ ହାଲକା ପରେ ମିଶେଇ ଦେବ। ଓହ ପୁରା ଜବର। ହଁ ଆଉ ଗୋଟେ ସ୍ପେଶାଲ ଆସିବ ଏখানে ଲେମ୍ବୁ କଞ୍ଚା ଲଙ୍କା ଦଳା ହେବ, ଚିନି ପଡ଼ି ଗୋଟେ ମା ତାର ଦଳିବ ଏখানে। ଓହ ଲେମ୍ବୁ ପଡ଼ିଲା, ଲୁଣ ପଡ଼ିଲା, ଦଳା ଗୋଟେ ହେବ ଏখানে। ଆଜି ହେଉଛି କ'ଣ ଆକ୍ଚୁଆଲି ଆମର ଅଛି କ'ଣ ଅରାନ୍ଧିଆ ସ୍ପେଶାଲ ଘାଣ୍ଟିଆ। ସବୁ ଘାଣ୍ଟିଆ ସବୁ ଦେଇଛନ୍ତି, ଦେଖନ୍ତୁ ସବୁ ଘାଣ୍ଟିଆ ଅଲଗା ଅଲଗା ସବୁ ସାଇରୁ ଆସିଛି। ଆମ ଘାଣ୍ଟିଆଟା କ'ଣ ଏଇଟା ଗୋଟେ, ଏଇଟା ହେଉଛି ଆମର ଘାଣ୍ଟିଆ। ମଟର, ବନ୍ଧାକୋବି, ଆଳୁ, ବୋଇତାଳୁ ବିଭିନ୍ନ ପ୍ରକାର ପରିବା ଯିଏ ଯେତେ ପକାଇ ପାରିଲା ପକାଇ ଗୋଟେ ଘାଣ୍ଟିଆ କରନ୍ତି। ଆଜି ହେଉଛି ରନ୍ଧା ହେବନି, ରନ୍ଧା ଯାଏନି ଆଜି। ଆମ ଓଡ଼ିଶାବାସୀ ଆମର ରୋଷେଇ କରନ୍ତିନି, କାଲିଠୁ ଏଇଟା ରୋଷେଇ ରହିଲାଣି। ଆଜି ସମସ୍ତଙ୍କର ପଖାଳ ମାଡ଼। ମାଛ ବି ଅଛି ଆମର, ଦେଖନ୍ତୁ ମାଛ କାଲିକା ମାଛ ଆସିଥିଲା, ଖାଇକି ଚିଙ୍ଗୁଡ଼ି ଖାଇଥିଲୁ, ଆଉ ମାଛ ବି ଅଛି। ଆଜି ଏଟା ହେଇଛି କ'ଣ ଆଳୁ ଭର୍ତ୍ତାଟେ ହେଇଛି, କଲରା ହେଇଛି, କଲରା ଭଜାଟେ ହେଇଛି, ଏଠି ଖଟେଇ ଗୋଟେ ହେଇଛି, ଖଜୁରୀ କୋଳି ଖଟେଇ ହେଇଛି, ତାଙ୍କର ବି ଘାଣ୍ଟିଆ ଦେଇଥିଲେ ହେଇଛି। ଆଉ ଏଠି ଗୋଟେ ଦେଖ ବଡ଼ ବଡ଼ ଆଳୁ ପଡ଼ି ଗୋଟେ ଘାଣ୍ଟିଆ ହେଇଛି। ମୋର ସ୍ପେଶାଲ ଆସିଗଲା ଲେମ୍ବୁ ଦଳାଟେ ଆସିଗଲା। ଚାଲନ୍ତୁ ଏବେ ଖାଇବା, ଖାଇକି ସବୁଥିରୁ ଟିକେ ଟେଷ୍ଟ କରିବା, ଟେଷ୍ଟ କରିକି କହିବା କେମିତି ଲାଗୁଛି, ନା କ'ଣ କହୁଛ? ଆସନ୍ତୁ ସାଙ୍ଗମାନେ ଦେଖିବା, ଏବେ ଛୁଟି ନେଇକି ଆସନ୍ତୁ, ଆମେ ବସିକି ସାଙ୍ଗରେ ବି ଖାଇବା, କେମିତି ସବୁ ଟେଷ୍ଟ ହେଇଛି କହିବ, ନା କ'ଣ? ଚାଲ ଟେଷ୍ଟ କରିବା। ଆଜି ରାତିଠୁ ପଖାଳ ହେଇକି ରହିଛି, ପୁରା ଜବରଦସ୍ତ। ଆଜି ଘାଣ୍ଟିଆରୁ ଷ୍ଟାର୍ଟ କରିବା, ଘାଣ୍ଟ ହେଇଛି ଲାଜବାବ। ଦୀର୍ଘ 15 ବର୍ଷ ପରେ ମୁଁ ଘାଣ୍ଟିଆ ଖାଉଛି, କାରଣ ମୁଁ ତ ବାହାରେ ରହିଲି। ଆଉ ଓଡ଼ିଶାର ସ୍ୱାଦ ଯେଉଁ 12 ମାସ 13 ପର୍ବ ଯେଉଁ ଜିନିଷ ଗୁଡ଼ା ମିସିଂ କରିଦେଉଥିଲି, ଏଇନା 1.5 ମାସ ହେଲା ଘରେ ରହିଲେଣି, ଯାହା ହଉ କିଛି ଖାଇବା ମିଳୁଛି। କାଳୀ ପୂଜା ପର୍ଯ୍ୟନ୍ତ ଘରେ ଅଛି, ଦେଖିବା କେତେ କ'ଣ ଖାଇବା ମିଳୁଛି। ଜବର ଜବର। ଆଉ ଗୋଟେ ଘାଣ୍ଟିଆ ଦେଖିବା। ଏଟା ସାଇରୁ ଆସିଥିଲା, ଏଟା ବି ଜବର ହେଇଛି। ଏଟା ଗୋଟେ ଘାଣ୍ଟିଆ ଅଛି, ଏଟା ବୋଇତାଳୁ ବେଶୀ ପଡ଼ିକି ହେଇଛି, ଟିକେ ବଢ଼ିଆ ଲାଗୁଛି। ଏଟା ଗୋଟେ ଘାଣ୍ଟିଆ, ପୁରା ଜବର। କଲରା ଆଳୁ ଭଜା, କଲରା ଆଳୁ ଭଜାକୁ ଟିକେ ପିଆଜ ମାରିବ, ଟିକେ କଞ୍ଚା ଲଙ୍କା ମାରିବ। ଭାଇ ସତ କହୁଛି, କଞ୍ଚା ଲଙ୍କା ପିଆଜ ଆଉ ଲଙ୍କା ଲୁଣ ତା କମ୍ବିନେସନ୍ ଲାଜବାବ, ଲାଜବାବ। ଏଟା ହେଇଛି ଶେଷରେ ଗୋଟେ ଲେମ୍ବୁ କଞ୍ଚା ଲଙ୍କା ରସୁଣ ଚିନି ପଡ଼ିଛି। କ'ଣ ହେଇଛି ବିଶ୍ୱାସ କରିପାରିନି, ପୁରା ବାଡ଼ିର ହେଇଛି ଲେମ୍ବୁଟା, ଆମ ବାଡ଼ିର ହେଇଛି। କାଲିକି ମୁଁ ବାଡ଼ିର ଭିଡ଼ିଓଟା କରି ଯାଇଥିଲି, ଲେମ୍ବୁ ଗୁଡ଼ା ହେଇଛି, ନା କ'ଣ କହୁଛ? ତାପରେ ମାଛ ଆସିଗଲା, ଦେଖ ମାଛ ଏଇନେ ଖିଆ ହବ, ତେଲ ପାମ୍ପଡ଼ ମାଛ, ପୁରା ଜବର। କଣ୍ଟା କଣ୍ଟା କଟା ହବନି, ସେଗୁଡ଼ା ଖିଆ ହବ। ସେଗୁଡ଼ା ଖାଇଲେ ମଜା ଆସିବ, କଣ୍ଟା କାଟିଲେ ଲାଭ। ଫୁଟିଗଲେ ଲାଭଟା ଜଣା ପଡ଼ିବ, ଫୁଟିଗଲେ ଲାଭଟା ଜଣା ପଡ଼ିବ। କଣ୍ଟା ଖାଇବା ଏକ୍ସପିରିଏନ୍ସ। ଲାଜବାବ। ତା ସାଙ୍ଗରେ ପିଆଜ, ତା ସାଙ୍ଗରେ କଞ୍ଚା ଲଙ୍କା, ବାଡ଼ି ଲଙ୍କା ଝିଅ ଘର ପଠେଇଥିଲେ, ଜବରଦସ୍ତ ରାଗ। ଏଟା ହେଉଛି ଖଟେଇ, କି ଖଟା? ଓଉ ଖଟା, ଓଉ ଆଉ ଖଜୁରୀ କୋଳି ପଡ଼ି ଗୋଟେ ଖଟା ହେଇଛି,
ଓହୋ ପୁରା ଏକଦମ ଝାକାସ ଏକଦମ ଝାକାସ। ଦୀର୍ଘ 15 ବର୍ଷ ସବୁଠୁ ବଢ଼ିଆ କଥା, ଦୀର୍ଘ 15 ବର୍ଷ ପରେ ମୁଁ ଘାଣ୍ଟିଆ ଖାଇଲି କିନ୍ତୁ ପୁରା ମନ ପୁରା ତୃପ୍ତି ହେଇଗଲା, ଶାନ୍ତି ହେଇଗଲା, ଶାନ୍ତି ହେଇଗଲା, ଶାନ୍ତି ହେଇଗଲା।